ପଲ୍ଲବୀ କହିବେ, ମୁଁ ତତେ କହିଥିଲି ଯେ ମୁଁ ଆଦର୍ଶକୁ ଡିଭୋର୍ସ ଦେବିନି। ତା ମାନେ ଏଇଆ ଯେ ଆମେ ସବୁଦିନ ପାଇଁ ହଜବେଣ୍ଡ ୱାଇଫ୍ ହେଇକି ରହିବୁ। ହଁ ଅବଶ୍ୟ ମୁଁ ତତେ ଏକଥା ପ୍ରମିସ୍ କରିଥିଲି ଯେ ମୁଁ ଆଦର୍ଶଙ୍କ ପାଖରୁ ଦୂରେଇ ରହିବି। ଏକଥା ମୁଁ ମାନୁଛି। ଏହାପରେ ରୂପସା କହିବେ, ଖାଲି ମାନିଲେ କ'ଣ ହେବ, ତାକୁ କାମରେ କରି ଦେଖା। ଆରେ ଯାହା ପ୍ରମିସ୍ କରିଥିଲୁ ତାକୁ ତ ପାଳନ କର। କ'ଣ କହିଥିଲୁ ସେତେବେଳେ? ମୋ କଥା ପଥର ଗାର। ମୁଁ ଯାହା କହେ ତାକୁ କାମରେ କରି ଦେଖାଏ। କ'ଣ ଏମିତି କାମରେ କରି ତୁ ଦେଖାଉଛୁ? ହାଁ, ସାମାନ୍ୟ ଗୋଟେ ଉଡ଼ା ଖବରରେ ତୁ ଏଠି ଆସି ହାଜର ହେଇଗଲୁ। ଟିକେ ବି ଚିନ୍ତା କଲୁନି ଏ ଖବର କେତେ ସତ କେତେ ମିଛ। ତାପରେ ବି ତତେ ଯଦି ଡାଉଟ୍ ଲାଗିଲା ତୁ ମୋତେ ଫୋନ୍ କରି କନଫର୍ମ କରି ପାରିଥାନ୍ତୁ। ତାପରେ ପଲ୍ଲବୀ କହିବେ, କଂସୀକୁ ପଚାରିଥାନ୍ତି, ତୁ ମୋତେ ମାରିବାକୁ ଚିନ୍ତା କରୁଛୁ, ଏ କଥା ସତ ନା ମିଛ? ଏହାପରେ ରୂପସା କହିବେ, ତ ଏଠି ଆସି କ'ଣ ଦେଖିଲୁ? ଖବର ସତ ନା ମିଛ? ତୁ ମୋ ପାଖରେ ଯାହା ପ୍ରମିସ୍ କରିଥିଲୁ ସେ ପ୍ରମିସ୍ରୁ ତୁ ପଛ ଘୁଞ୍ଚା ଦେଉଛୁ ପଲ୍ଲବୀ। ଆଉ ମୋତେ ଜଲ ଜଲ ହେଇ ଦେଖାଗଲାଣି ତୁ ଆଦର୍ଶକୁ ଜାଲରେ ଫସେଇବାକୁ ଲାଗିଛୁ। ତାପରେ ପଲ୍ଲବୀ କହିବେ, ନାଇଁ, ମୁଁ ଆଦର୍ଶକୁ ଜାଲରେ ଫସଉନି। ତାଙ୍କୁ ମୁଁ ଶାନ୍ତ କରୁଛି। ଆଉ ଏଥିରେ ତୋର ଲାଭ ରୂପସା। କାରଣ ଆଦର୍ଶ ଯେତେ ଶୀଘ୍ର ଶାନ୍ତ ହେବେ ସେତେ ଶୀଘ୍ର ମୁଁ ତାଙ୍କୁ ତୋ ବିଷୟରେ ବୁଝେଇବି। ତାପରେ ରୂପସା କହିବେ, ତୁ ଏଠି ରହିପାରିବୁନି ପଲ୍ଲବୀ। ଦ୍ୟାଟ୍ସ ଫାଇନାଲ। କାରଣ ତୁ ଏଠି ରହିଲେ ଆଦର୍ଶ ମୋତେ କେବେ ବି ନିଜର କରିବେନି। ତାପରେ ପଲ୍ଲବୀ କହିବେ, ହଁ ମୁଁ ଜାଣେ, ଆଉ ସେଇଥିପାଇଁ ମୁଁ ବାଟ ତିଆରି କରିଛି। କିନ୍ତୁ ରୂପସା, ତୁ ଏ ଯାଏ ଆଦର୍ଶଙ୍କର ପ୍ରପର୍ଟି ଫେରେଇଲୁନି। ଶୁଣ, ତୁ ଯେତେ ଶୀଘ୍ର ଆଦର୍ଶଙ୍କର ପ୍ରପର୍ଟି ଫେରେଇ ଦେବୁ ସେତେ ଶୀଘ୍ର ମୁଁ ଏଠୁ ଚାଲିଯିବି। ତାପରେ ପଲ୍ଲବୀ ତାଙ୍କ ରୁମ୍କୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଆଦର୍ଶ କ'ଣ ପଲ୍ଲବୀକୁ ଏ ଘରୁ ଯିବାକୁ ଦେବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।